ମୁଁ ଦିଲେଶ୍ୱର ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଶୀ ମାଷ୍ଟରରେ। ସୁଭଦ୍ରା ଯୋଜନାର ଆରମ୍ଭ ହେଲା ଦିନଠାରୁ ବହୁତ ଲୋକଙ୍କର ବହୁତ ସାରା ମନରେ ପ୍ରଶ୍ନ ଅଛି। ସବୁ ପ୍ରଶ୍ନର ଗୋଟି ଗୋଟି କରି ଆନ୍ସର୍ ଦେବା। ଆଉ ଯେଉଁମାନଙ୍କର ଟଙ୍କା ପଡ଼ିନାହିଁ ସେମାନେ ନିହାତି ଭାବରେ এই ଭିଡ଼ିଓଟା ଶେଷ ଯାଏଁ ଦେଖନ୍ତୁ। ଦେଖିଲେ ଆପଣ ମଧ୍ୟ ଜାଣିପାରିବେ ଆଉ ସେ ଟଙ୍କା ପଡ଼ିବ ନା ପଡ଼ିବ ନାହିଁ, କେମିତି ପଡ଼ିବ, ନିହାତି ଭାବରେ ଆମେ ସମ୍ପୂର୍ଣ୍ଣ କହିବୁ। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲଟିକୁ ଲାଇକ୍ କରିଦିଅନ୍ତୁ। ଆଉ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲଟିକୁ ଆମର ସବସ୍କ୍ରାଇବ୍ କରିଦିଅନ୍ତୁ। ଯାହା ବି ନୂଆ ଭିଡ଼ିଓ ଆମେ ବନେଇବୁ ଆପଣ ପ୍ରଥମେ ଦେଖିପାରିବେ ଏବଂ ଯେକୌଣସି ଇନଫର୍ମେସନ୍ ଦେବୁ ଆପଣ ଜାଣିପାରିବେ। ତେଣୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେଇଥାନ୍ତୁ। ତ ଦେଖନ୍ତୁ, ପ୍ରଥମେ ଯେଉଁମାନଙ୍କର ପଇସା ପଡ଼ିଛି, ଯେଉଁମାନଙ୍କର ପଇସା ପଡ଼ିନି ସେମାନେ କ'ଣ କରିବେ। ଯେହେତୁ ଆମେ ଜନସେବା କେନ୍ଦ୍ର CSC ID ଆମେ CSC IDରେ କାମ କରୁଛୁ, ତ ଆମକୁ ସବୁ ଇନଫର୍ମେସନ୍ ଜଣାଅଛି। ତ ଆମେ ଯାହା କହିବୁ, ଯାହା ସତ୍ୟ ଘଟଣା ସେଇଟା ହିଁ ଆମେ କହିବୁ। କୌଣସି ପ୍ରକାର ଆପଣଙ୍କୁ ମିଛ ପ୍ରତିଶ୍ରୁତି ଦେଅ କି ଆପଣଙ୍କୁ ଭୁଲେଇ ବଙ୍କେଇକି କହିବୁ ନାହିଁ, ଯାହା କହିବୁ ଡାଇରେକ୍ଟ କହିବୁ। ତ ଦେଖନ୍ତୁ, ଯେଉଁମାନଙ୍କର KYC ପେଣ୍ଡିଂ ଅଛି ସେମାନଙ୍କର ମଧ୍ୟ ପଇସା ପଡ଼ିଛି। ଯେଉଁମାନଙ୍କର ଟଙ୍କାଟେ ଆସିନାହିଁ ସେମାନଙ୍କର ମଧ୍ୟ ପଇସା ପଡ଼ିଛି। ଆଉ ଯେଉଁମାନଙ୍କର ଟଙ୍କାଟେ ଆସିଛି ସେମାନଙ୍କୁ ମଧ୍ୟ ପଇସା ପଡ଼ିନାହିଁ। ତ ପ୍ରୋବ୍ଲେମ୍ କ'ଣ ହେଇଛି ସେ ବିଷୟରେ ଆମେ ଆଲୋଚନା କରିବା ନାହିଁ, ସଲ୍ୟୁସନ୍ କେମିତି ବାହାରିବ ସେ ବିଷୟରେ ଆମେ ଆଲୋଚନା କରିବା। ବର୍ତ୍ତମାନ କ'ଣ ହେଇଛି, ଆମେ ଯେଉଁମାନଙ୍କର ଆପ୍ଲାଏ କରିଥିଲୁ ଆମର ପାଖେ ପାଖେ ପ୍ରାୟ 3-4ଟା ଗାଁ ଅଛି। ତ ପ୍ରାୟ ଲୋକଙ୍କର ପଇସା ପଡ଼ିଯାଇଛି। 70ରୁ 80% ଲୋକଙ୍କର ପଇସା ପଡ଼ିଯାଇଛି। ଆଜି ମୁଁ ସକାଳୁ ମାନେ ଚେକ୍ କରିବାକୁ ଯାଇଥିଲି, ବହୁତ ସାରା ଲୋକଙ୍କର ଯାହାର ଚେକ୍ କରୁଛି ତାର ପଡ଼ିଛି ପଇସା, ଯାହାର ଚେକ୍ କରୁଛି ତାର ପଇସା ପଡ଼ିଛି। ମାନେ ଲୋକ ପୁରା ବହୁତ ଖୁସି। ଚନ୍ଦନପୁର ବୋଲି ଗୋଟେ ଗାଁ ଅଛି, ସମସ୍ତଙ୍କର 80ରୁ 95% ଲୋକଙ୍କର ପଡ଼ିଛି ପଇସା। ଆଉ ଯେଉଁ 5-10% ରହିଲେ ସେମାନଙ୍କ ମଧ୍ୟ ଧୀରେ ଧୀରେ ପଡ଼ିବ, କିଛି ଓରିଡ୍ ହେବାର ନାହିଁ। ସମସ୍ତେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିହାତି ଭାବରେ କିଛି ଓରିଡ୍ ହୁଅନ୍ତୁ ନାହିଁ, ଧୀରେ ଧୀରେ ପଡ଼ିବ। ଯେହେତୁ ଆମେ ଆପଣଙ୍କୁ ହେଲ୍ପ କରିବାକୁ ବସିଛୁ, ଆଉ ଆମେ ଅନଲାଇନ୍ ଆଉ ତା ସହିତ ଅଫଲାଇନ୍ ହେଲ୍ପ ଯେଉଁମାନେ ଆମ ଦୋକାନକୁ ଆସୁଛନ୍ତି ଅନଲାଇନ୍ରେ ମଧ୍ୟ ସେମାନେ ଯୋଗାଯୋଗ କରିକି ଇଏ କରୁଛନ୍ତି, ଆଉ ଅଫଲାଇନ୍ରେ ମଧ୍ୟ ଆମେ ସମସ୍ତ ପ୍ରକାର ସମସ୍ତ ସାହାଯ୍ୟ ସହଯୋଗ କରୁଛୁ। ଯେଉଁମାନେ ଆସୁଛନ୍ତି, ଯେଉଁମାନଙ୍କର ପେଣ୍ଡିଂ ଅଛି ଅଟୋମେଟିକ୍ KYC ହେବ। ଆଉ DBT ଯେଉଁମାନଙ୍କର ଲିଙ୍କ୍ ଥିବ, ଯେଉଁ ଖାତାରେ ଆପଣଙ୍କର ଧରନ୍ତୁ ଯେଉଁ ଖାତା ଦେଇଛନ୍ତି ସେଇ ଖାତାରେ ପଡ଼ିବ ପଇସା ବୋଲି କିଛି ମାନେ ନାହିଁ। ଯେଉଁମାନେ 2-3ଟା ବି ଖାତା ଖୋଲେଇଛନ୍ତି ନିହାତି ଭାବରେ ଚେକ୍ କରିନିଅନ୍ତୁ କି ଅଲଗା ଅଲଗା ଖାତା ଯେଉଁମାନେ ଦେଇଛନ୍ତି ଅଲଗା ଅଲଗା ଖାତାରେ ମଧ୍ୟ ପଇସା ପଡ଼ିଛି। ଯଦି ଆପଣଙ୍କର DBT ଯେଉଁ ଖାତାରେ ଲିଙ୍କ୍ ଥିବ, ଆଧାର ଲିଙ୍କ୍ ଭଲ ଥିବ, ସେଇ ଖାତାରେ ଆପଣଙ୍କର ପଇସା ପଳାଇ ଯାଉଛି। ଆପଣ 2-3ଟା ବ୍ୟାଙ୍କ ଥିଲେ ଗୋଟେ ଖାତାକୁ ଚେକ୍ କରିବେ, ଏଇଟା ଦେଇଛି ମାନେ ଏଇଟା ହିଁ ପଡ଼ିବ, ସେମିତି କିଛି ନାହିଁ। ଯେଉଁଠି ବ୍ୟାଙ୍କ DBT ଲିଙ୍କ୍ ଥିବ, ଆପଣଙ୍କର 3ଟା ବ୍ୟାଙ୍କ ଅଛି, ଯେମିତି ୟୁକୋ ବ୍ୟାଙ୍କ ହେଇଗଲା, ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଇଗଲା ଏବଂ ଷ୍ଟେଟ୍ ବ୍ୟାଙ୍କ ହେଇଗଲା। ଆପଣ ଷ୍ଟେଟ୍ ବ୍ୟାଙ୍କ ଦେଇକି ଅନଲାଇନ୍ କରିଥିବେ କିନ୍ତୁ ଆପଣଙ୍କର ପଇସା ପଡ଼ିଛି ୟୁକୋ ବ୍ୟାଙ୍କରେ। ଲୋକ ଆଜି ସବୁ ସେମିତି ହେଇଛି, ଧରନ୍ତୁ 3-3ଟା ବ୍ୟାଙ୍କ ଖୋଲିଛନ୍ତି, 3-3ଟା ବ୍ୟାଙ୍କକୁ ଆମେ ସମସ୍ତଙ୍କୁ ସବୁ ବ୍ୟାଙ୍କ ଚେକ୍ କରିବାକୁ ପଡ଼ୁଛି। ସବୁ ବ୍ୟାଙ୍କ ଚେକ୍ କଲାବେଳକୁ ସେ ଦେଇଛନ୍ତି ଗୋଟେ ବ୍ୟାଙ୍କ, ପଇସା ପଡ଼ିଛି ଅଲଗା ବ୍ୟାଙ୍କରେ। ତ ସେଇଭଳିଆ ବି ହେଉଛି। ଆପଣ ଏଇଟା ଥରେ ଚେକ୍ କରିନେବେ କି ଯେଉଁ ବ୍ୟାଙ୍କରେ DBT ଲିଙ୍କ୍ ଅଛି ସେଇ ବ୍ୟାଙ୍କକୁ ପଇସା ପଳାଇଯିବ ଅଟୋମେଟିକ୍ ହେଲା। ଯେଉଁ ବ୍ୟାଙ୍କ ଦେଇଥିବେ ସେ ବ୍ୟାଙ୍କରେ ପଇସା ହୁଏତ ପଡ଼ି ନପାରେ, ଅଲଗା ବ୍ୟାଙ୍କରେ ବି ପଡ଼ୁଛି, ସେମିତି କିଛି ଅସୁବିଧା ନାହିଁ। ବହୁତ ସାରା ଲୋକଙ୍କର କମେଣ୍ଟ ଥିଲା କି ସାର୍ ମୋବାଇଲ୍ ନମ୍ବର ସେଠି ଗୋଟେ ଅଲଗା ଲିଙ୍କ୍ ଅଛି, ଆଉ ମୁଁ ଫର୍ମରେ ଅଲଗା ନମ୍ବର ଦେଇଦେଇଛି। ସେଇଟା କିଛି ଅସୁବିଧା ହେବ ନାହିଁ ଆଜ୍ଞା, କୌଣସି ପ୍ରକାର ଅସୁବିଧା ହେବନି। ଫର୍ମ ସାଙ୍ଗରେ କିଛି ମତଲବ ହିଁ ନାହିଁ। ସେ ଫର୍ମ ଅଲରେଡ଼ି ଆପ୍ଲାଏ ହେଇଗଲା ଆଉ ଅଲରେଡ଼ି ପଳାଇଗଲାଣି। ଆଉ ଫର୍ମ ସାଙ୍ଗରେ ଯେଉଁ ନମ୍ବର ଲେଖିଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ। ଯେଉଁମାନଙ୍କର ପଇସା ପଡ଼ିବା କଥା ନିହାତି ଭାବରେ ପଡ଼ିବ। ରିଜେକ୍ଟ କେଉଁମାନଙ୍କର ହେବ ଦେଖନ୍ତୁ, ରିଜେକ୍ଟ କେଉଁମାନଙ୍କର ହେବ ନା ଇନକମ୍ ସାଙ୍ଗରେ କିଛି ମତଲବ ନାହିଁ। ଯେଉଁ ଅଧିକା ଇନକମ୍ ଥିଲେ ମିଳିବନି, ସେଇଟା ସବୁ ବେକାର କଥା। ଯେଉଁମାନଙ୍କର ଆଧାରରେ ଭୁଲଭାଲ ଅଛି, ଆଧାରରେ DBT ଲିଙ୍କ୍ ନାହିଁ, ବ୍ୟାଙ୍କ ଆକାଉଣ୍ଟ ଠିକ୍ ସେ ଚାଲୁନି। ଆଜି ବହୁତ ସାରା ଲୋକଙ୍କୁ ମୁଁ ଚେକ୍ କଲି ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମାନେ ଆକ୍ଟିଭ୍ ନାହିଁ, ଚାଲୁନି, ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେଇଛି, ତଥାପି ପଇସା ପଡ଼ିଛି। ବହୁତ ସାରା ଲୋକଙ୍କର ପଇସା ସିନା ଉଠାଇ ପାରୁନାହାନ୍ତି କିନ୍ତୁ ପଇସାଟା ପଡ଼ିଛି। ତ ସେଇଭଳିଆ କରନ୍ତୁ ନାହିଁ, ଯେମିତି ସେଇଟା ପଡ଼ିଛି ଯେଉଁମାନଙ୍କର ପଡ଼ିଛି, କିନ୍ତୁ ଅଧା ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ ଥିଲେ ମଧ୍ୟ ପଇସା ପଡ଼ିବାର ଚାନ୍ସେସ୍ ବହୁତ କମ୍ ରହୁଛି। ବ୍ୟାଙ୍କ ଆକାଉଣ୍ଟ ଆକ୍ଟିଭ୍ ରଖନ୍ତୁ, ଚାଲୁ ରଖନ୍ତୁ। ଯେଉଁମାନଙ୍କର ଆଧାର ଲିଙ୍କ୍ ହେଇନି ଆଧାର ଲିଙ୍କ୍ କରିଦିଅନ୍ତୁ। ଆଉ ଯେଉଁମାନଙ୍କର କୌଣସି ପ୍ରକାର ତ ଏପର୍ଯ୍ୟନ୍ତ କୌଣସି KYC ପାଇଁ କୌଣସି ଆସିନି, ଅପଡ଼େଟ୍ ଆସିନି ହେଲା କି ଆଉ ଥରେ କୌଣସି ଯିଏ ବି ମାନେ ଧର ପଇସା ପଡ଼ିଲାନି ଆଉ ଥରେ ଯାଇକି କୌଣସି ଜନସେବା କେନ୍ଦ୍ରରେ ଆଉ ଥରେ ଅନଲାଇନ୍ କରିବି ବୋଲି ବହୁତ ଲୋକ ଭାବୁଛନ୍ତି, ସେମିତି ହେବ ନାହିଁ ହେଲା। ଥରେ ଯେଉଁମାନଙ୍କର ନେଇଯିବ ଆଧାର କାର୍ଡ଼
आउ नेक्स्ट टाइम आपण मारिले ऑलरेडी सबमिटेड फॉर्म ऑलरेडी सबमिटेड बोली लिखिदेव जेहेतु आम एप्लाय करूँ जड़े जड़े लोक आम पाखक आसुँच फॉर्म गोटे गोटे नहीं कि है तो आमर पड़ानी सर आउ थे एप्लाय कर दिंतु तो सेटा हम ना है फॉर्म मारला मात्र के आपणकर लिखुची फॉर्म ऑलरेडी सबमिटेड। तो वीडियो भल लगे निहाती गोटे लाइक करूँ चैनल को सब्सक्राइब कर दिंतु। जय हिंद, वंदे मातरम।